ଓହୋ, ଆରେ ତମ କାମ ସରିଲା ନା ନାଇଁ? ହଁ, ତମ କାମ ଜମା ସରିବନି। ମୋର ଯଦି ଟିକେ ଡେରି ହେଇଯାଏ ନା, ତମେ ଖାଲି ମୋର ଉପରେ ରା 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 ହବ। କାଇଁ ଗୋଟେ ପାଟି କରୁଛ କହିଲ? ମୁଁ କଣ ତମରି ଭଳିଆ ହେଇଛି? ମୁଁ ବା ଘଣ୍ଟାଏ ହେଲା କାମ ସାରିଲିଣି। ଥାଉ ଥାଉ, ଏତେ ଭାଷଣ ମାରିବା ଦରକାର ନାହିଁ। ବାପାଙ୍କୁ ଯିବା ପାଇଁ ରେଡି କରୁଛ ତ? ଓହୋ, ଥଣ୍ଡା ଟା ପଡିଛି। ବାପା ଗାଧେଇବା ପାଇଁ ରାଜି ହଉନଥିଲେ, ମୁଁ ବାପାଙ୍କୁ ଗାଧେଇକି ନେଇ ଆସିଛି। ତାପରେ ବାପାଙ୍କୁ ଖାଇବାକୁ ଗଣ୍ଡା ଦେଇଛି, ବାପା ଖାଇସାରିଲେ ଯିବେ। ଆଚ୍ଛା, ତମେ ପରା ଯିବ କହୁଥିଲ। ମୁଁ ଯାଇଥାନ୍ତି ଯେ ଗାଁ ସାହି ପଡିଶା ଲୋକ ଜାଣିଲେ ମତେ କଣ କହିବେ କହିଲ? ବା ବାହାରେ ବୋଉ ବା, ବୋହୁ ଚରିତ୍ରକୁ ସୁଚାରୁ ରୂପେ ପାଳନ କରି ପୁଅ ଚରିତ୍ରକୁ ଫିକା। ଏ କଥାରେ ନାହିଁ, କାଉ ଖାଇବ ପଣସ, ବଗ ମୁଣ୍ଡରେ ଅଠା। କାଇଁ ସେ ଫଲନା କଥା ଗୁରା ଗପୁଛ କହିଲ? ମୁଁ ଯେତିକି କହୁଛି ସେତିକି କର। ହଁ ହଁ, ତମ ପୁରା ବାହା ହେଇଛି, ଯେତିକି କହିବ ତମେ ମୁଁ ସେତିକି କରିବି। ହେଲା, ଯାଅ ଯାଅ ଯାଅ, ଏତେ କଥା ଗପନି, ବାପାଙ୍କୁ ବାହାର କର ଯାଅ। ବାରେ ହେବା ମୁଁ ଆସିଲି। ବାପାଙ୍କୁ ଧୀରେ ସ୍ଥିରେ ନେଇକି ଯିବ। ହଁ ହଁ, ମୁଁ ଧୀରେ ସ୍ଥିରେ ନେଇକି ଯିବି। ଚାଲ ଚାଲ। ଆସ ବାପା ଆସ। ବାପା ଲୋ ଟିକେ ଧରି ଧରି ତମେ ବସୁନ ବାପା। ହଁ ଟିକେ ମୁଣ୍ଡିଆ ମାରିକି ଆସ। ଆସ ଆସ ଆସ। ଚାଲ ହଁ, ଚାଲ ବସ। ଏଇଟା କଣ ଷ୍ଟାର୍ଟ ଠିକ୍ ଟାଇମ୍ ରେ ହଉଛି? ଚାଲ ବାପା ହଁ ଧରିଲ ବ୍ୟାଗଟା। ହଁ ଚାଲ ହଁ ଚାଲ ବାପା। ଓଲ ବାପା। ବାପା, ବୁଲି ବୁଲି କଣ ଦେଖୁଛ? ବାପା ଏଇଟା ବୃଦ୍ଧାଶ୍ରମ ନା? ହଁ ବାପା। ଆଚ୍ଛା, ଆରପଟରେ ଗୋଟେ ଅନାଥ ଆଶ୍ରମ ଅଛି ଟି? ହଁ ବାପା, ଅନାଥ ଆଶ୍ରମ ଅଛି। ହେଲେ ତମେ କେମିତି ଜାଣିଲ? ନାଇଁ ନାଇଁ ସେମିତି କିଛି ନୁହେଁ ଯେ। ବାପା, ହଁ ତମେ ବୋଧେ ଏ ବୃଦ୍ଧାଶ୍ରମକୁ ଆଗରୁ କେବେ ଆସିଛ? ନାଇଁ ନାଇଁ, ମୁଁ ଏ ବୃଦ୍ଧାଶ୍ରମ କେବେ ବି ଆସିନି। ତାହେଲେ ଅନାଥ ଆଶ୍ରମକୁ ଆସିଥିବ। ନା ସେଠିକି ବି ଆସିନି। ଆସିନ, ଆଉ ତାହେଲେ ଏମିତି ଏ ଜାଗାଟାକୁ ଦେଖୁଛ, ତାମାନେ ତମର ଏଠି କଣ କିଏ ପରିଚିତ ଅଛନ୍ତି? ପରିଚୟ ଥିବା ମଣିଷଟା ତ ବଞ୍ଚିଛି କି ନ ମରିଛି ମୁଁ ସେ କଥା କହିପାରିବିନି। ହେଲେ ଏ ବୃଦ୍ଧାଶ୍ରମ ଭିତରେ ଗୋଟେ ଚଉପାଡି ଥିଲା, ସେ ଏବେ ଅଛି କି ନାହିଁ ମତେ ବି ସେ କଥା ଜଣା ନାହିଁ। ଆସୁନ ଯିବା ଦେଖିବା। ଚାଲ ବାପା, ଦିଅ ବ୍ୟାଗଟା ମତେ ଦିଅ, ମୁଁ ଧରିଛି। ଆ, ଆ, ଚାଲ ଚାଲ ବାପା, ଭିତରକୁ ଚାଲ। ବାପା, ହଁ କଣ ଭାବୁଛ କଣ? ବାପାରେ, ପରିଚୟ ଥିବା ଚଉପାଡିଟା ମିଳିଗଲା। ତାମାନେ ବାପା, ତମେ ଏଠିକି ବୋଧେ ଅନେକ ଥର ଆସିଛ? ନାଇଁ ବାପା, ଏ ଅନାଥ ଆଶ୍ରମକୁ ମୋ ଜୀବନରେ ମାତ୍ର ଥରଟିଏ ଆସିଥିଲି। ତମେ କହୁଛ ଯେ ଜୀବନରେ ଥରୁଟିଏ ଅନାଥ ଆଶ୍ରମକୁ ଆସିଛ, କିନ୍ତୁ ଏ ଅନାଥ ଆଶ୍ରମର ଚଉପାଡି ସହିତ ତାର କି ପରିଚୟ ତମର? ସେ କଥାଟା ହଉଛି ଯେମିତି ଆକାଶ କଇଁଆ ଆଉ ଚିଲିକାର ମାଛ ସହିତ ସମ୍ପର୍କ, ଏ ଚଉପାଡି ସହିତ ମୋର ସେଇ ସମ୍ପର୍କ। ଆଉ କ୍ଷୀର ନୀର ସହିତ ଯେମିତି ସମ୍ପର୍କ, ଏ ଚଉପାଡି ସହିତ ମୋର ସେମିତି ସମ୍ପର୍କ। ଯେମିତି ମିନ ଜଳକୁ ଛାଡି ଗୋଟିଏ ମୁହୂର୍ତ୍ତ ବଞ୍ଚି ପାରେନି, ସେମିତି ଗୋଟିଏ ଦିନ ମୋ ପାଇଁ ନାହିଁ ଯେ ଅନାଥ ଆଶ୍ରମ ଚଉପାଡି କଥାକୁ ମୁଁ ନ ଭାବି ନ ଚିନ୍ତା କରି ମୋ ଆଖିରେ ନିଦ ଆସେନି। ବାପା, ମତେ ବୋଧେ କୌଣସି କଥା ଲୁଚେଇକି ରଖିଛ? ହଁ ରେ ବାପା, ତତେ ଗୋଟିଏ କଥା ମୁଁ ଆଜି ପର୍ଯ୍ୟନ୍ତ ଲୁଚେଇ ରଖିଥିଲି। ଆଉ ଆଜି ଯେତେବେଳେ କଥାଟା ଦାଣ୍ଡରେ ପଡି ହାଟରେ ଗଡିଲାଣି, ତତେ ଲୁଚେଇ ରଖିବା ଲାଭ କଣ? ତତେ କହିବାକୁ ମୁଁ ବାଧ୍ୟ ହଉଛି, ହେଲେ କଥାଟା ଶୁଣିବାକୁ ତୋ ଧୈର୍ଯ୍ୟ ରହିବ ତ? ବାପା, ତମେ ଯୋଉ କଥା କହୁଛ, କଥାରେ ଏମିତି କଣଟା ଅଛି ଯେ ମୁଁ ଏମିତି ଶୁଣିଲେ ଧୈର୍ଯ୍ୟ ହରା ହେଇଯିବି? ତାହେଲେ ତୁ ଏବେ ଶୁଣ। ଆରେ ଇଏ କଣ ଫେରି ଆସିଲ? ମୁଁ ଏକା ଫେରି ଆସିନି, ବାପାଙ୍କୁ ବି ସାଙ୍ଗରେ ନେଇ ଆସିଛି। ମୁଁ ପା ଜାଣିଛି ତମ ଦେଇ ଶାଗ ସିଝିବନି। ହଁ, ଶାଗ ତ ସିଝିବନି ସିଝିବନି, କିନ୍ତୁ ମୋ କଥା ଶୁଣିଲା ପରେ ଦାରୁ ସିଝିଯିବ। ଶୁଣିବ? ହଉ ତାହେଲେ ଶୁଣ। ମୋ ବାହା ହବାର 8 ବର୍ଷ ପର୍ଯ୍ୟନ୍ତ ମୋର କୌଣସି ପୁଅ କି ଝିଅ ହେଲାନି। ଏ ଗାଁ ସାହି ପଡିଶା ଟାହି ଟାପରା ମତେ ଏମିତି ଲୋକ ନିନ୍ଦା କରିଦେଲା ଯେ ମୁଁ ଗାଁ ଦାଣ୍ଡରେ ମୁଣ୍ଡ ଟେକି ବାଟ ବିଚାରି ପାରିଲିନି। ସେଇ ସମୟରେ ଏଇ ଅନାଥ ଆଶ୍ରମର ବାବୁ ଜଣେ ଆମ ଗାଁରେ ଘର ଭଡା ନେଇ ରହୁଥାନ୍ତି। ସେ ହଠାତ୍ ଦିନେ ମତେ କହିଲେ, କୌଣସି ଗୋଟେ କୁଆଁରୀ କନ୍ୟା ଶିଶୁଟିକି ଜନ୍ମ ଦେଇ ଲୋକ ନିର୍ଯାତନା ହୋଇ ନ ପାରି ପିଲାଟିକି ଗାଁ ଦାଣ୍ଡରେ ପକେଇ ଦେଇ ଯାଇଥାଏ। ଆରପାଟିରେ ଥିବା ଅନାଥ ଆଶ୍ରମର ଲୋକମାନେ ସେ ପିଲାଟିକି ନେଇ ଆସିଥିଲେ।
ସେ ବାବୁ ଜଣକ ମତେ ହଠାତ୍ ଏ ଖବରଟି କହିଲେ। ମୁଁ ସେ ବାବୁଙ୍କ ସହିତ କଥାବାର୍ତ୍ତା କରି ଆସି ଅନାଥ ଆଶ୍ରମରେ ପହଞ୍ଚିଲି। ଅନାଥ ଆଶ୍ରମରେ ପହଞ୍ଚିଲା ଭିତରେ ଅନାଥ ଆଶ୍ରମର ବାବୁ ଜଣକ ସେ ପିଲାଟିକି ମୋ କଥା ଶୁଣି ମୋ ହାତରେ ଟେକି ଦେଲେ। ସେତେବେଳକୁ ସେ ପିଲାଟିର ନାଇ ନାଡ଼ ବି ଚିହ୍ନି ନଥାଏ। ହେଲେ ଆଜି ଆଜି ସେ ହଉଛି 30 ବର୍ଷର। ଏ ନାଇ ନାଡ଼ ଚିହ୍ନି ନଥିବା ପିଲାଟାକୁ ସିନା ମୁଁ ଅନାଥ ଆଶ୍ରମରୁ ଘରକୁ ନେଇଥିଲି, ହେଲେ ସେ 30 ବର୍ଷର ପିଲା ମତେ ଆଜି ଆଣିଛି ସେ ବୃଦ୍ଧା ଆଶ୍ରମରେ ଛାଡ଼ିବା ପାଇଁ। ବୃଦ୍ଧାଶ୍ରମ। ତାମାନେ ବାପା ମୁଁ ଆରେ ତୁ ହଉଛୁ ସେଇ ନାଇ ନାଡ଼ ଚିହ୍ନି ନଥିବା ସେଇ ପିଲା ଯାହାକୁ ମୁଁ ଅନାଥ ଆଶ୍ରମକୁ ନେଇଥିଲି। ବାପା ମତେ ଆଜି କ୍ଷମା କରିଦିଅ ବାପା, ଆଉ ଜୀବନରେ ଏମିତି ଭୁଲ କେବେ କରିବିନି ବାପା। କିଏ କହୁଛି ତୁ ଭୁଲ କରୁଛୁ? ସେ ସବୁ ମୋ ଭାଗ୍ୟର ଦୋଷ। ନାଇଁ ବାପା, ଏମିତି ଆଉ ଜୀବନରେ ମୁଁ କେବେ ଭୁଲ କରିବିନି ବାପା। ଚାଲ ଆମେ ଘରକୁ ପଳେଇବା, ଚାଲ ବାପା, ଚାଲ ବାପା। ଭାଗ୍ୟ। ଶୁଣିଲ ତ? ଆଜି ପର୍ଯ୍ୟନ୍ତ କଳା ଚଷମା ପିନ୍ଧି ଏ ଦୁନିଆର ରୂପକୁ ମୁଁ ଦେଖୁଥିଲି, ହେଲେ ଆଜି ତମେ ମତେ ଯୋଉ ଶିକ୍ଷାଟା ଦେଲ ନା, କଳା ଚଷମା ପିନ୍ଧିକି ଦୁନିଆକୁ ଦେଖୁଥିବା ଲୋକମାନେ କେତେ ଭୁଲ। ମତେ କ୍ଷମା କରିଦିଅ, ମୁଁ ଆଜି ପର୍ଯ୍ୟନ୍ତ ଯୋଉ ଭୁଲ କରିଥିଲି ଆଉ କେବେ ବି ଭୁଲ କରିବିନି। ଆରେ କ୍ଷମା ମାଗିବାର ତ ମତେ ନୁହଁ, ବାପାଙ୍କୁ କ୍ଷମା ମାଗ। ହେ ମା, ଆରେ ଥାଉରେ ମା, ହେ ମା, ଆରେ କାହିଁକି କାହିଁକି ସେଟାକୁ ନିର୍ଦ୍ଦୋଷରେ ଏମିତି ଦଣ୍ଡ ଦଉଛୁ? ଜୟ ଜଗନ୍ନାଥ, ନମସ୍କାର। ଆଜ୍ଞା ଆମେ ଏଇ ଭିଡିଓଟି କରିଥିଲୁ, ଖାସ୍ ଆପଣ ମାନଙ୍କ ପାଖରେ ଏଇ ଭିଡିଓଟି ପହଞ୍ଚିଲା, କେମିତି ଲାଗିଲା ନିଶ୍ଚିନ୍ତ ଆପଣ ମାନେ ଛୋଟିଆ ଛୋଟିଆ କମେଣ୍ଟ ମାଧ୍ୟମରେ କହିବେ। ପ୍ରକୃତରେ ଭିଡିଓଟି କରିବାର କାରଣ ହଉଛି ବାପା ମା ଯେତେବେଳେ ବୟସ ବଢିଗଲେ ପୁଅ ବୋଉ ମାନଙ୍କୁ ଅଲଗା ହେଇଯାଉଛନ୍ତି ବାପା ମା, ସେଇଥିପାଇଁ ଆମେ ଏଇ ଛୋଟିଆ ଭିଡିଓଟି ଆପଣଙ୍କ ପାଖରେ ପହଞ୍ଚେଇଲୁ। ଆପଣଙ୍କ ହାତ ଯୋଡ଼ି କ୍ଷମା ମାଗି ଅନୁରୋଧ କରୁଛୁ, ଆପଣ ଜୀବନ ସାରା ଭିତରେ କୌଣସି ପିଲାମାନେ ବାପା ମାଙ୍କୁ ଏମିତି କୌଣସି ଦୁଃଖ କଷ୍ଟ ଦବାକୁ କେବେ ବି ଚିନ୍ତା ବି କରିବେନି। ଆପଣ ବାପା ମାଙ୍କୁ ଯେତେ ସୁଖ ରଖିବେ ଆପଣ ମାନେ ନିଶ୍ଚିତ ସୁଖ ରହିବେ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ଯଦି ବି ଏ ଭିଡିଓଟି ଭଲ ଲାଗିଥାଏ ତାହେଲେ ନିଶ୍ଚିନ୍ତ ଗୋଟିଏ କମେଣ୍ଟ ମାଧ୍ୟମରେ ଆମକୁ ଜଣେଇବେ। ଜୟ ଜଗନ୍ନାଥ, ନମସ୍କାର।